हेलो, वेलकम टू मातृभाषा टीवी चैनल पॉडकास्ट। चलंतु खबर उपरे नजर पकाइबा। दर्शक बंधु भिडियोटी को लाइक करंतु, शेयर करंतु। जदि आपण माने आम चैनल को नुआ करी देखुथिबे तेबे सब्सक्राइब करी पाखरे थिबा बेल आइकन को प्रेस करी ऑल उपरे क्लिक करिया जमा भी भूलबेनी। चलंतु संपूर्ण खबर पर नजर पकाइबा। नुआदिल्ली आज पश्चिमबंग मुख्यमंत्री ममता बनर्जी जन्मदिन। ଏହି ଅବସରରେ ତାଙ୍କୁ ବିଶେଷ ଭାବେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରରେ ଏହି ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ ମୋଦି ମମତା ବାନାର୍ଜୀଙ୍କୁ ଦିଦି ବୋଲି ସମ୍ବୋଧନ କରିଛନ୍ତି। ସେ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘଜୀବନ ପାଇଁ ପ୍ରାର୍ଥନା କରିଛନ୍ତି। 5 ଜାନୁଆରୀ 1955ରେ କୋଲକାତାରେ ପ୍ରମିଳେଶ୍ୱର ଏବଂ ଗାୟତ୍ରୀ ବାନାର୍ଜୀଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ ମମତା ବାନାର୍ଜୀ। ଜୀବନଯାତ୍ରା କୌଣସି ଚଳଚ୍ଚିତ୍ରର କାହାଣୀ ଠାରୁ କମ୍ ନୁହଁ। ରାଜନୈତିକ ଜୀବନରେ ସେ ବହୁତ ପ୍ରଖ୍ୟାତ ରାଜନେତାମାନଙ୍କୁ ପରାସ୍ତ କରିଛନ୍ତି। ଆଉ ଶିକ୍ଷାଗତ ଡିଗ୍ରୀ ବି ମଧ୍ୟ ତାଙ୍କର ଅଧିକ ଅଛି। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିବାକୁ ଜମା ବି ଭୁଲିବେନି। ଯଦି ଆପଣ ଅଲ୍ ଉପରେ କ୍ଲିକ୍ କରନ୍ତି ତାହେଲେ ଆପଣ ଚ୍ୟାନେଲ ମାଧ୍ୟମରେ ସଠିକ୍ ସୂଚନା ପାଇପାରିବେ। ଚାଲନ୍ତୁ ଡେରି ନକରି ଉପରେ ନଜର ପକାଇବା। ସରକାରଙ୍କ ସହ ଆଲୋଚନା ବିଫଳ ହେଲା। ବଡ଼ ନିଷ୍ପତ୍ତି ନେଲେ ମିଲରମାନେ, ମୁଣ୍ଡରେ ହାତ ଦେଲେ ଚାଷୀ। ରାଜ୍ୟରେ ସୃଷ୍ଟି ହୋଇପାରେ ଚାଉଳ ସଙ୍କଟ। ବିଭିନ୍ନ ଦାବିକୁ ନେଇ ରାଜ୍ୟ ସରକାରଙ୍କ ସହ ଚାଉଳ ମିଲର ସଂଘର ଆଲୋଚନା ବିଫଳ ହୋଇଛି। ଫଳରେ ମିଲରମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ ଦାବି ପୂରଣ ନେଇ କୌଣସି ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ସାରା ରାଜ୍ୟରେ ଚାଉଳ କଳ ପରିଚାଳନା ବନ୍ଦ ରହିବ ବୋଲି ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି। ଆଜିର ଖବର ପ୍ରସାରଣ ଏଇଠି ରଖୁଛି। ବ୍ୟୁରୋ ରିପୋର୍ଟ, ମାତୃଭାଷା ଟିଭି।